ନବମୋଧ୍ୟାୟ। ପୂର୍ବେ ଯା ଶ୍ରୀହରି ଭକତ ବ୍ରହ୍ମା ସମୀପେ ଭାଗବତ। ରାଜାର ପ୍ରଶ୍ନେ ଶୁକ ମୁନି ନବମେ ସହି ତା ବଖାଣି। ଶୁକ କହନ୍ତି ରାଜା ଆଗେ ତାର ପ୍ରଶ୍ନେ ଅନୁରାଗେ। ଶ୍ରୀ ଶୁକବାଚ ଶୁଣ ନୃପତି ପୁଣ୍ୟ ଦେହା ତୁ ମୋତେ ପଚାରିଲୁ ଯାହା। ବିଷ୍ଣୁର କ୍ରୀଡ଼ା ମାୟା ଗୁଣ ସୃଷ୍ଟି ପାଳନ ସଂହାରଣ। ଆତ୍ମା ମାୟାରେ ସୃଷ୍ଟି କରେ ସେ ମାୟା କେବା କଳିପାରେ କରଇ ସକଳ ସମ୍ଭବ। ସ୍ୱପ୍ନ ଯେ ସନେ ଅନୁଭବ ଏହା ଈଶ୍ୱର ମାୟା ବିନେ ନ ଘଟେ ତତ୍ତ୍ୱ ଅନୁମାନେ। ଯେବେ ସେ ମାୟାରେ ମିଶଇ ଏକୁ ଅନେକ ପ୍ରକାଶଇ ସ୍ୱଭାବେ ଆତ୍ମା ଏକ ରୂପୀ ଆଭାସେ ଯେହ୍ନେ ବହୁ ରୂପୀ। ସେ ଯେବେ ଥାଇ ତିନି ଗୁଣେ ମୁହିଁ ମୋହର ଏ ପ୍ରମାଣେ। ଯେବେ ସେ ଭକ୍ତି ଯୋଗ କରେ ତେବେ ମମତା ପରିହରେ। ସତ୍ୟ ପ୍ରକାଶେ ତହୁଁ ଦେହେ ନିଶ୍ଚେତେ ଆତ୍ମା ରୂପେ ରହେ। କାଳା ମାୟାର ପରେ ରହି ପର ବାପଣା ଦେହ ଭେଦ କାହିଁ। ଆତ୍ମା ତତ୍ତ୍ୱ ଶୁଦ୍ଧି ଅର୍ଥେ କହିଲେ ବ୍ରହ୍ମାର ଗ୍ରତେ। ଯେଣୁ ସେ ଘୋର ତପ କରି ଅନେକ କଷ୍ଟେ ପ୍ରାଣ ଧରି ତପେ ତୃଷିଲା ଭଗବାନ। ତେଣୁ ପାଇଲା ଦରଶନ ନିର୍ମଳ ନିଷ୍କପଟ ଚିତ୍ତେ। ଯେଣୁ ଚିନ୍ତିଲା ହୃଦଗତେ ଶୁଣ କହିବା ତୋର ଗ୍ରତେ। ବ୍ରହ୍ମାଙ୍କୁ ଦିଶିଲ ଯେମତେ ସେ ଆଦି ଦେବ ପରମ ଗୁରୁ। ଭକତ ବାଞ୍ଛା କଳ୍ପତରୁ ନିଜ ଭୁବନେ ସୁଖେ ଥିଲା। ଖେଳିବ ବୋଲି ଇଚ୍ଛା କଲା ନାଭିରୁ ପଦ୍ମ କଲା ଜାତ। ତହୁଁ ଜନ୍ମିଲା ଚତୁର୍ମାଥ। ନାରାୟଣ। ସେ ପୁଣି ଚିନ୍ତା ଭରେ ରହି ପର ଅପର ନ ଜାଣଇ। ସୃଷ୍ଟି ବିଷୟ କି ପ୍ରକାର ମନେ ଚିନ୍ତଇ ବେଦବର। ଚିନ୍ତା ବିକଳେ ଭାବେ ମନେ ଶବଦ ଶୁଭିଲା ଗଗନେ। କଳେ କମଳ ମଧ୍ୟେ ଥିଲା ବେନି ଅକ୍ଷର ସେ ଶୁଣିଲା। କକାର ଆଦି ଯେ ଷୋଡ଼ଶେ ପଞ୍ଚମ ମିଶ୍ରିତ ଏକବିଂଶେ। ଶବଦେ ତପ ଉଚ୍ଚାରଣ କିଞ୍ଚନ ନିଜ ଧନ ସେବାଣୀ। ଶୁଣି ବ୍ରହ୍ମା କର୍ଣ୍ଣେ ନିରୋପି ଚାହିଁଲା ଗଗନେ। ଦିଗ ସହିତେ ଅନାଇଲା କାହିଁ ସେ କିଛି ନ ଦେଖିଲା। ସେ ପୁଣି ରହି ନିଜ ସ୍ଥାନେ ଆତ୍ମାର ହିତ ଚିନ୍ତି ମନେ। ଜାଣିଲା ଏ ପରମ ତତ୍ତ୍ୱ ତପସାଧନେ ଦେଲା ଚିତ୍ତ। ଏ ମୋର ହିତ ବୋଲି ଜାଣି ନିଶ୍ଚଳ ମନେ କୁଶ ପାଣି। ଅମୋଘ ଦୃଷ୍ଟି ସେ ବିଧାତା ତପେ ବଢିଲା ତାର ଚିନ୍ତା। ଦେବ ବର ସେ ଦଶ ଶତ ତପେ ବସିଲା ଦୃଢ଼ ଚିତ୍ତ। ମନ ପବନ କଲା ବନ୍ଧି ଦଶ ଇନ୍ଦ୍ରିୟ ଗଣ ରୁନ୍ଧି। ତପସ୍ୟା କଲା ଅତିରେକ ଯହୁଁ ପ୍ରକାଶ ସର୍ବଲୋକ। ତପ ପ୍ରସାଦେ ନର ହରି ମିଳିଲେ ନିଜ ରୂପ ଧରି। ସ୍ୱର୍ଗଗଣ ସହିତେ ଦିଶିଲେ ବ୍ରହ୍ମାର ଗ୍ରତେ। ଯାହା ଯାପରେ ନ ଜାଣନ୍ତି କେହି ମାୟା ସଂସାରେ।
ଦେହ ବହି। ବିଷ୍ଣୁ ପ୍ରସନ୍ନେ ପ୍ରଜାପତି, ଛାଡ଼ିଲା ମନୁ ଦୁଃଖ ଭ୍ରାନ୍ତି। ଶୂନ୍ୟ ବିଜୟ ନର ହରି, ଅଶେଷ ଦେବେ ସ୍ତୁତି କରି। ଯହିଁ ନ ପଶେ ରଜ ତମେ, ନ ପଶେ ତତ୍ତ୍ୱ। ଯେ ମିଶ୍ରଣେ ଯେ ଅବା କାଳ ର ବିକ୍ରମ, ସେ ବା ହୋଇବ କାହିଁ କ୍ଷମ। ମାୟା ନ ପାରେ ପଶି ଯହିଁ, ରାଗ ଲୋଭାଦି ଭେଦ କାହିଁ। ବିମାନ ମଧ୍ୟେ ନାରାୟଣ, ବିଶିଷ୍ଟ ପାରିଷଦ ଗଣ। ସର୍ବେ ଦିଶନ୍ତି ବିଷ୍ଣୁ ତେଜ, ଶୋଭାବେ ଚାରି ଚାରି ଭୁଜ। ଶ୍ୟାମ ସୁନ୍ଦର ତନୁ ବନ, ଅରୁଣ ପଙ୍କଜ ଲୋଚନ। ପୀତବସନ ପରିଧାନ, ସୁରୁଚି ସୁନ୍ଦର ବନ୍ଦନ। ମଣି ପଦକ କଣ୍ଠେ ଦେଶେ, କାମ ଗଞ୍ଜନ ନିଜ ବେଶେ। ପ୍ରବାଳ ବୈଦୁଜ କ୍ରାନ୍ତି, ମୃଣାଳ ପ୍ରାୟ ଝଟକନ୍ତି। କିରୀଟ ଖଞ୍ଜିତ କପାଳ, ଶ୍ରବଣେ ମକର କୁଣ୍ଡଳ। ତେଜେ ବିରାଜେ ନଭ ସ୍ଥଳୀ, ବିମାନ ପରେ ସର୍ବେ ମିଳି। ଦିବ୍ୟ କାମିନୀ ଗଣ ସଙ୍ଗେ, ବିଜୁଳି ଯେହ୍ନେ କଲା ମେଘେ। ଅଷ୍ଟବିଭୂତି ସଙ୍ଗ ମେଳେ, କମଳା ଖଟେ ପାଦ ତଳେ। ଦିବ୍ୟ ତୁଳିକା ମଧ୍ୟେ ନାରୀ, ପୁଷ୍ପ ବରଷି ସ୍ତୁତି କରି। ହରିର ପ୍ରିୟ କର୍ମମାନ, ବ୍ରହ୍ମରେ କରନ୍ତି ଗାୟନ। ଏମତେ ବିଷ୍ଣୁ ନଭ ସ୍ଥଳେ, ବ୍ରହ୍ମା ଦେଖିଲେ ନିଜ ଡୋଳେ। ଯାହାର ନାମ ଶ୍ରୀପତି, ଭକତ ଜନଙ୍କର ପତି। କମଳାପତି ଯଜ୍ଞପତି, ଜଗତପତି ସର୍ବଗତି। ସୁନନ୍ଦ ନନ୍ଦ ଆଦି ଯେତେ, ପୂଜା ଉଚିତ ବଳି ହସ୍ତେ। ପୂଜନ୍ତି କିଙ୍କର ସ୍ୱଭାବେ, ମିଳି ସମ୍ଭ୍ରମେ ସର୍ବ ଦେବେ। ଭୃତ୍ୟଙ୍କୁ ପ୍ରସନ୍ନ ବନ୍ଧନ, ଅରୁଣ ପଙ୍କଜ ଲୋଚନ। କିରୀଟ କୁଣ୍ଡଳ ବିରାଜେ, ପୀତବସନ କଟି ମାଝେ। ଶିବସ୍ୟ ଚିହ୍ନ ହୃଦେ ଶୋହେ, ରୂପେ ଅଶେଷ ଜନ ନୁହେ। ଅମୂଲ୍ୟ ସିଂହାସନେ ସ୍ଥିତି, ବିଶିଷ୍ଟ ପଞ୍ଚବିଂଶ ଶକ୍ତି। ସ୍ୱଭାବେ ଐଶ୍ୱର୍ଯ୍ୟମୟ, ଇତର ଜନେ ଅନିଶ୍ଚୟ। ସ୍ୱଧାମେ ସ୍ୱରୂପେ ରମନ୍ତି, ଏଣୁ ସେ ଈଶ୍ୱର ବୋଲାନ୍ତି। ଏମନ୍ତ ରୂପ ବ୍ରହ୍ମା ଦେଖି, ଉଠିଲେ ଆସନ ଅପେକ୍ଷି। କୃଷ୍ଣ ଦର୍ଶନ ଆହ୍ଲାଦ, ଅନ୍ତରେ ହୋଇ ଗଦ ଗଦ। ଲୋମହର ସେ ତନୁ ପୂର୍ଣ୍ଣ, ପ୍ରେମାଶ୍ରୁ ଗଲଇ ଲୋଚନ। ଶ୍ରୀକୃଷ୍ଣ ପାଦ ପଦ୍ମ ଚାହିଁ, ନମିଲା ଶିରେ କର ଦେଇ। ଆନନ୍ଦ ସାଗରେ ବୁଡ଼ିଲା, ଅଧିକେ ଆତ୍ମା ପାଶୋରିଲା। ଅତି ଆନନ୍ଦେ ପ୍ରେମ ସୁଖେ, ସେ ବ୍ରହ୍ମା ବିଷ୍ଣୁର ସମ୍ମୁଖେ। ପ୍ରଜା ସଜନେ ତାର ମନ, ଜାଣିଲେ ପ୍ରଭୁ ଭଗବାନ। ବ୍ରହ୍ମା ବନ୍ଦନ ହରି ଚାହିଁ, ସିତ ହାସ୍ୟ ବାକ୍ୟ କହି। ଓଁକାର ଏକବିଂଶେ ବ୍ୟଞ୍ଜନ ବର୍ଣ୍ଣର ଷୋଡ଼ଶ ଓ ଏକବିଂଶ ବର୍ଣ୍ଣ ଅର୍ଥାତ୍ ତ ହବ। ଆତ୍ମାର ପ୍ରିୟ ପ୍ରାୟ କରି, ବ୍ରହ୍ମାର କର କରେ ଧରି। ଭଗବାନ ହେ ବେଦ ଗର୍ଭ ସୃଷ୍ଟି ଅର୍ଥେ, ତୁମ୍ଭେ ଯେ ଦୋଷ କଲ ମତେ। ଅତି ଦୁସ୍ତର ଘୋର ତପେ, ତେଣୁ ମୁଁ ତୋହର ସମୀପେ। ସ୍ୱଭାବେ ଯୋଗୀକୁ ଦୁର୍ଲଭ, ତୋତେ ମୁଁ ହୋଇଲି ସୁଲଭ। ସର୍ବମଙ୍ଗଳ ହେଉ ତୋର, ଦୃଢ଼ ଚିତ୍ତରେ ମାଗ ବର। ମୋହର ଦରଶନ ଯେବେ, ପ୍ରାଣୀ ଭଇ ପୁଣ୍ୟ ଭାବେ। ତାହାର
ସେ ପରିଶ୍ରମ ଅନ୍ତରେ ହୋଇ ହୁଏ ଆତ୍ମାରାମ। ଗଗନେ ଶୁଣି ମୋ ବଚନ, ତୁଜେ ତପରେ କଲୁ ମନ। କର୍ମ ଭ୍ରମ ଦେଖି ତୋତେ, ମୁଁ ଯେ ଡାକିଲି ଶୂନ୍ୟ ପଥେ। ବୋଇଲି ଦୃଢ଼େ ତପ କର, ମୁଁ ତୋତେ ହୋଇବି ଗୋଚର। ମୋର ହୃଦୟ ତପ ଜାଣ, ତପ ମୋ ଆତ୍ମାଟି ପ୍ରମାଣ। ତପେ ମୁଁ ସୃଷ୍ଟି କରେ ହେଲେ, ଅନ୍ତେ ସଂହରେ ତପ ବଳେ। ତପର ବଳେ ଏ ଜଗତ, ମୁହିଁ ପାଳଇବ ଅବିରତ। ହେମନ୍ତ ବିଷ୍ଣୁ ମୁଖୁ ଶୁଣି, ବିଧାତା କଲେ ଶ୍ରୁତି ବାଣୀ। ବ୍ରହ୍ମା ବାଚ ହେ ନାରାୟଣ ଭୂତେଶ୍ୱର, ପ୍ରାଣୀ ହୃଦୟରେ ତୋର ଘର। ହୃଦୟ ପଦ୍ମ ମଧ୍ୟେ ଥାଉ, ପ୍ରାଣୀଙ୍କି ଉପଦେଶ ଦେଉ। ଏଣୁ ମୋହର ମନ ଜାଣି, ଯେ ଜ୍ଞାନ ଦେଲୁ ଚକ୍ରପାଣି। ଅନାଥ ନାଥ ତୋ ମହିମା, କେ ଜାଣିପାରେ ଗୁଣ ସୀମା। ତୁ ମୋତେ ଯାଚିଲୁ ଯେ ବର, ହେମନ୍ତ ଆଜ୍ଞା ମୋତେ କର। ରୂପ ତୋର ଯେତେ, ତତ୍ତ୍ୱ ଜାଣିବି ଯେମତେ। ଯେ ମାୟା ଯୋଗେ ସୃଷ୍ଟି କରୁ, ନାନା ପ୍ରକାରେ ଶକ୍ତି ଧରୁ। ଏ ସୃଷ୍ଟି ସ୍ଥିତି ସଂହାରଣ, ଯେମତେ ହେଉ ତୁ କାରଣ। ସ୍ୱତନ୍ତ୍ର ସୁତେ ଉନ୍ନମନାଭି, କ୍ରୀଡ଼ଇ ଯେହ୍ନେ ମନେ ଭାବି। ତେମନ୍ତ ବୁଦ୍ଧି ଦିଅ ମୋତେ, ଏ ସୃଷ୍ଟି କରଇ ଯେମତେ। ସୃଷ୍ଟି ସଂକଳ୍ପେ ମୋର ଇଚ୍ଛା। ତୁ ନାଥ କହ ସୃଷ୍ଟି ଦୀକ୍ଷା, ସୃଷ୍ଟି କରଣେ ଭଗବାନ। କେବେହେଁ ନାହିଁ ମୋର ଜ୍ଞାନ, ତୋ ଅନୁଗ୍ରହ ଯେବେ ମୋତେ। ତୁ ନାଥ ବସ ମୋର ଚିତ୍ତେ। ହେ ହରି ସଖା ପ୍ରାୟ କରି, ତୁଜେ ମୋହର କର ଧରି। ସେ ଅହଙ୍କାର ମୋର ମନେ, ନୋହିବ ହେବ ତୋ ଅଚନେ। ଯାବତ ପ୍ରଜା ସ୍ୱର୍ଗେ ଜନ, କରିବି ଉତ୍ତମ ମଧ୍ୟମ। ମୁଁ ଅଜ ସ୍ୱତନ୍ତ୍ର ମୋ ଭାବ, ହେମନ୍ତ ମୋହିବ ମୋ ଗର୍ବ। ଶ୍ରୀ ଭଗବାନ ବଚ ଶୁଣ ବିଧାତା ମୋ ବଚନ। ଯେଣେ ଲଭିବୁ ସୃଷ୍ଟି ଜ୍ଞାନ, ଯେ ଭକ୍ତି ଯୋଗ ମୋ ସମ୍ବନ୍ଧ। ଅଟଇ ଅତ୍ୟନ୍ତ ଗୁପ୍ତ, ସୃଷ୍ଟି ସଜନା ଅଙ୍ଗ ଯେତେ। ହରଷେ କହୁଁ ତୋ ବ୍ରତେ, ଯେମନ୍ତ ସ୍ୱରୂପ ମୋ ହୋଇ। ସ୍ୱଭାବେ ରୂପ ଗୁଣ ଯେହି, ଯେ କର୍ମ ମାନ ମୁହିଁ ବହେ। ଜଗତ ଯେହ୍ନେ ମୋର ଦେହେ, ଏ ତତ୍ତ୍ୱ ଜ୍ଞାନ ତୋ ଦେହେ। ସ୍ପର୍ଶରୁ ମୋର ଅନୁଗ୍ରହେ, ସୃଷ୍ଟି ଅଗ୍ରେ ମୁହିଁ ଏକ। ମତଃ ପ୍ରକାଶ ସେ ଅନେକ, ସତ ପର ମୁହିଁ। ଯେ ଅବଶେଷ ଶେଷ ରହି। ଏଣୁ ଏ ଆଦି ମଧ୍ୟେ ଅନ୍ତେ। ମତଃ ଅନ୍ୟ କେ ଜଗତେ, ଅଥକୁ ଛାଡ଼ି ଯାର ବସେ। ପତିତ ହୁଅଇ ଆଭାସେ, ମାୟା ପ୍ରକାଶ ସେ ପ୍ରମାଣେ। ତମ ଯେ ଜ୍ୟୋତି ଗଣେ, ଯେମନ୍ତ ସ୍ଥୂଳ ସୂକ୍ଷ୍ମ ଭୂତେ। ପ୍ରବେଶ ପଞ୍ଚ ମହାଭୂତେ, ଛାଡ଼ି ପଶନ୍ତି ପୁଣ। ମୋ ମାୟା ଶରୀରେ ତେସନ, ଆତ୍ମା ସର୍ବଦା ସର୍ବଠାରେ ଠାବେ। ଅନ୍ୱୟ ବ୍ୟତିରେକ ଭାବେ, ଏହା ଜାଣନ୍ତି ତତ୍ତ୍ୱଜ୍ଞାନୀ। ମାୟା ସଂସାରେ ଅନୁମାନି, ତୋର ପ୍ରସ୍ତାବେ ପ୍ରଜାପତି। କହିଲି ସୃଷ୍ଟି ଯଥାଗତି, ଦେଖି ବିଚାର ଅନୁମାନେ। ସେ ସର୍ବକାଳେ ବିଦ୍ୟମାନେ, ମୋର ତତ୍ତ୍ୱଜ୍ଞାନ ବଳେ। ଧର ତୁ ସମାଧି ନିଶ୍ଚଳେ, କଳ୍ପ ବିକଳ୍ପେ ତୋର ଚିତ୍ତ। କେବେହେଁ ଅନହୁଁ ବିମୋହିତ। ଶ୍ରୀକୁହାଚ ଶୁଣ ରାଜନ ପରୀକ୍ଷିତ,
ଶ୍ରୀକୃଷ୍ଣ ଲୀଳା ଭାଗବତ ରୂପେ ପ୍ରଭୁ ଭାବଗ୍ରାହୀ ବ୍ରହ୍ମାକୁ ସୃଷ୍ଟି ତତ୍ତ୍ୱ କହେ। ମୂଳ ଭାଗବତ 32-35 ଶ୍ଲୋକକୁ ଚତୁଶ୍ଲୋକୀ ଭାଗବତ କୁହାଯାଏ। ଭଗବାନ ସୃଷ୍ଟିକର୍ତ୍ତା ବ୍ରହ୍ମାକୁ ଏହି ଚାରୋଟି ଶ୍ଲୋକ ମାଧ୍ୟମରେ ଭାଗବତ ଉପଦେଶ ଦେଇଥିଲେ। ତତ୍କ୍ଷଣେ ବ୍ରହ୍ମାଗ୍ରତେ ଗୋବିନ୍ଦ କଲେ ଶୂନ୍ୟ ପଥେ। କୃଷ୍ଣ ନ ଦେଖି ପ୍ରଜାପତି ପଛେ ଅନେକ କଲା ସ୍ତୁତି। କର ଅଞ୍ଜଳି ଶିରେ ଦେଇ ଅନେକ ମତେ ଭାବ ବହି। ବିଶ୍ୱ ସଜିଲା ବିଷ୍ଣୁ ତେଜେ ପୂର୍ବର ପ୍ରାୟ ନାନା ବିଜେ। ସେ ପ୍ରଜାପତି ଧର୍ମପତି ଯମ ନିୟମେ ଦେଲା ମତି। ପ୍ରଜା କଲ୍ୟାଣ ଚିନ୍ତା କରି ଆତ୍ମାର ହିତ ମନେ ଧରି। ବ୍ରହ୍ମାର ସମାଧି ନିଶ୍ଚଳ ଦେଖି ନାରଦ ମୁନିବର। ପୁତ୍ରଙ୍କ ମଧ୍ୟରେ ପ୍ରିୟତମ ବିନୟ ସେବାରେ ସେ ପୁଣ। ବ୍ରହ୍ମାର ମନ ତୋଷ କଲେ ବିଷ୍ଣୁର ମାୟା ଜାଣିବାରେ। ପିତାର ମନ ତୋଷ ଜାଣି ବିନୟ ଭାବେ ମୁନିମଣି। ପୁଛିଲେ ପିତାର ଗତେ ତୁ ଯାହା ପଚାରିଲୁ ମତେ। ନାରଦ ବାକ୍ୟ ବେଦ ବର ହରି ମହିମା ଅଗୋଚର। ଯେତେ କହିଲେ ସୃଷ୍ଟି ଅର୍ଥେ ମାୟାର ମହିମା ଯେ ମତେ। ଜାଣିବା ଅର୍ଥେ ମହାମୁନି କହିବା ବିଧାତା ହେଲେ ତୁନି। ବ୍ରହ୍ମା ନାରଦ ପ୍ରଶ୍ନ ଯେତେ କହିଲି ତୋହର ଗ୍ରତେ। ରାଜନ ସାବଧାନେ ଶୁଣୁ ଏ ଭାଗବତର ପ୍ରମାଣ। 10 ଲକ୍ଷଣେ ଏହା ଜାଣି ଯେବା କହିଲେ ପରିମାଣି। ନାରଦ ସ୍ୱର ଶ୍ରୁତି ତଟେ କହିଲେ ବ୍ୟାସଙ୍କ ନିକଟେ। ଏବେ ମୁଁ ତୋହର ବ୍ରତେ କହିଲି ପଚାରିଲୁ ଯେତେ। ଯେମତେ ବିରାଟ ପୁରୁଷ ଠାରୁ ସଂସାର ପରକାଶ। ଏହା ମୁଁ ଜାଣିଲି ଯେମତେ ଶୁଣ କହିବି ଭାଗବତେ। ମତେ ପରୀକ୍ଷିତ ମେଳେ ଶୁକ କହିଲେ ଗଙ୍ଗା କୂଳେ। 10 ଲକ୍ଷଣେ ଭାଗବତ କହି ଦାସ ଜଗନ୍ନାଥ। ଦ୍ୱିତୀୟ ଛନ୍ଦେ ସାଧୁବାଣୀ ଶୁଣି ସଂସାର ତର ପାଣି। ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ ସଂହିତାଏ ଦ୍ୱିତୀୟ ସ୍କନ୍ଧେ ବ୍ରହ୍ମ ସୂକ୍ତି ନାମ ନବମୋऽଧ୍ୟାୟ।